ଢେଙ୍କାନାଳ ଜିଲ୍ଲା ହିନ୍ଦୋଲ ଉପଖଣ୍ଡରେ ହାତୀ ଉପଦ୍ରବ ଥମିବାର ନାଁ ନେଉନାହିଁ। ବର୍ଷ ତମାମ ଜଙ୍ଗଲ ସଂଲଗ୍ନ ଅଞ୍ଚଳରେ ହାତୀ ଆକ୍ରମଣ ଯୋଗୁଁ ଜନସାଧାରଣ ଆତଙ୍କିତ ଅବସ୍ଥାରେ ରହୁଥିବା ବେଳେ ବିଗତ କିଛି ବର୍ଷ ମଧ୍ୟରେ 50ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି। ଏହା ସତ୍ତ୍ୱେ ସ୍ଥିତିରେ ସେଭଳି ସୁଧାର ଆସିନାହିଁ। ଶୁକ୍ରବାର ଭୋର ସମୟରେ ହାତୀ ଆକ୍ରମଣରେ 2 ଜଣ ବୃଦ୍ଧା ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ ସକାଳ ପ୍ରାୟ 6ଟା ବେଳେ ହିନ୍ଦୋଲ ବନାଞ୍ଚଳର କର୍ଣ୍ଣପୁର ବିଟ୍ ଅନ୍ତର୍ଗତ ହାତୁରା ପଞ୍ଚାୟତର ବଲସର ଗ୍ରାମର ଗୋପ ଭୋଇ ଏବଂ ସ୍ୱର୍ଗତ ଜଟାଧାରୀ ଭୋଇଙ୍କ ସ୍ତ୍ରୀ ଘର ସମ୍ମୁଖରେ ଠିଆ ହୋଇଥିବା ବେଳେ ଏକ ଦନ୍ତା ହାତୀ ହଠାତ୍ ସେଠାରେ ପହଞ୍ଚି ତାଙ୍କୁ ଘରଠାରୁ କିଛି ଦୂର ପର୍ଯ୍ୟନ୍ତ ଗୋଡ଼ାଇ ଶୁଣ୍ଢରେ ଆକ୍ରମଣ କରିଥିଲା। ଫଳରେ ସେ ଗୁରୁତର ଆହତ ହୋଇଥିଲେ। ସେହିପରି ହିନ୍ଦୋଲ ବନାଞ୍ଚଳର ଦଣ୍ଡିରୀ ସେକ୍ସନ ଜଙ୍ଗଲ ନିକଟରେ ଭୋର ସମୟରେ ବୁଲୁଥିବା ଜଣେ ମାନସିକ ଅନଗ୍ରସର ବୃଦ୍ଧାଙ୍କୁ ମଧ୍ୟ ହଠାତ୍ ଏକ ହାତୀ ଆକ୍ରମଣ କରିଥିଲା। ଏଥିରେ ସେ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ବନ ବିଭାଗର ସହଯୋଗରେ ହିନ୍ଦୋଲ ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା ଚାଲିଥିବା ଜଣାପଡ଼ିଛି। ବାରମ୍ବାର ହାତୀ ଆକ୍ରମଣ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଭୟ ଓ ଅସନ୍ତୋଷ ପ୍ରକାଶ ପାଇଛି। ହାତୀ ଉପଦ୍ରବ ରୋକିବା ପାଇଁ ବନ ବିଭାଗ ତୁରନ୍ତ ପ୍ରଭାବଶାଳୀ ପଦକ୍ଷେପ ନେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।